वास्तविक आपणकर उपस्थिति आम्भମାନଙ୍କୁ ଅତୀବ ଉତ୍ସାହିତ କରିଅଛି। ଆପଣଙ୍କର ବହୁମୂଲ୍ୟ ସମୟରୁ ଆମମାନଙ୍କୁ କିଛି ସମୟ ଦେଇଥିବାରୁ ଏ ବିଭାଗ ଆପଣଙ୍କ ନିକଟକୁ ମିଳିପାରିବ। मुख्य अतिथि प्रोफेसर डॉक्टर पार्थसारथी अजय बारिक महोदयଙ୍କୁ अनुरोध କରୁଅଛି निर्धारित प्रसंग संपर्कित ज्ञानकारिता अनुभव और दीर्घ अभिज्ञातार सिद्ध ध्यान और धारणार उन्मोचन कर आम्भମାନଙ୍କୁ प्रज्ञालोक आलोकित तथा उद्भासित करवा है। सर्वप्रथम मुझे बलियार शुभफलराधार जगतर नाथ श्री 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 जगन्नाथ चरणारविंद चतुर्धामूर्ति भगवान चरणारविंद मोर सहस्र सहस्र भक्ति सुमन अर्पण ये बीजेपी कॉलेजर अध्यक्ष ओडिया विभाग और छात्र छात्री मोर सश्रद्ध स्नेह दे आज संक्षिप्त भाषण आरंभ पिलाने आज विषय वस्तु हूँ ओडिया अस्मिता एवं कवि सम्राट जेहेतु जगन्नाथ ना आम नहीं ये कॉलेजर ओडिया विभाग मुख्य पर से होती सुश्री शुभश्री स्वप्न से जन साधारण महिला नहीं बहुत सार्वभौम एवं विख्यात प्रोफेसर वासुदेव साहूकर से होती सुजोग कनिष्ठ कारण ताक पिता सहित मोर भाई निबिड़ संपर्क जदिव इंग्रेजी विभाग पिता ओडिया भाषा जो गवेषणा और विशेषकर प्राचीन ओडिया साहित्य और मध्ययुग ओडिया साहित्य जो पारदर्शिता ता मत विमोहित बहु मंच पिता और अनेक बार सूचना भवन और से जयदेव भवन है सूचना भवन और अन्य अनेक मंच आम एकाठी ये अवसर के से पुण्यात्मा को मोर सश्रद्ध श्रद्धांजलि टे भाव ब्रह्मांड समस्त जाच लक्षण शक्तिभेद लक्षण शक्तिभेद कर किए ना रावण कहीं ना ता पुत्र इंद्रजित को लक्षण निधन कर पूर्व भाषा मुझे दूसरी नंदन निधन कदन क्रंदन वर्धन रे दशवदन रदन रगड़ी सदन बाहरी चंदन रे चढ़ी बहन बजारे कंपी जाऊँगी बजार सजा हेब बोली मजारे बिचारी सजा हेब बोली मजारे बिचारी हरिगले नेत्र हजार रावण जो विकटाल मूर्ति पुटा सत्य मरी जा कौन पिता निजक आयत्त रख से अर्थ होगी आज से जटाधारी राम एवं लक्ष्मण उभयकर विनाश करदे तो आकाश में 33 कोटी देवता से पूरा तटस्थ परवर्ती समय कहली केमी से तेणु रावण कौन कर लक्ष्मण शक्तिभेद कर लक्ष्मण शक्तिभेद हो जाए तार मृत शरीर राम कोड़े धरी बसी नीरव अस्तमोचन कर जाम्बमान हनुमान सखा विभीषण सुदृढ़ कर समस्ते प्रबोधना दौरान हे प्रभु रघु तमें बर्तमान भातृशोक भूली जाओ काली जिते रावण आसो तार सम्मुखीन हो ताको उपयुक्त शास्ति दे भातृबोधन प्रतिशोध से आदिकवि होती महर्षि वाल्मीकि
ତାଙ୍କ ବାଲ୍ମୀକି ରାମାୟଣର ଗୋଟେ ଶ୍ଲୋକ ମୋର ଏଠି ମନେ ପଡ଼ୁଛି। ସଂସ୍କୃତ ବିଭାଗ ଅଧ୍ୟାପକ ଏଠି ଅଛନ୍ତି। ଏ ଦେଶେ ଦେଶେ କଳତ୍ରାଣୀ ଦେଶେ ଦେଶେ ଚ ବାନ୍ଧବା ତମ୍ ତୁ ଦେଶମୁ ନ ପଶ୍ୟାମି ଯତ୍ର ଭ୍ରାତା ସହୋଦର। ଦେଶ ଦେଶେ କଳତ୍ରାଣୀ, ଦେଶ ଦେଶ ବୁଲି ଆସିଲେ କଳତ୍ରାଣୀ। କଳତ୍ରାଣୀ ଅର୍ଥାତ୍ ସ୍ତ୍ରୀ, ସ୍ତ୍ରୀ ପାଇଲି। ଅର୍ଜୁନ ଯୁଆଡ଼େ ଯାଇଛି ସେଠି ଗୋଟେ ବାହା ହେଇଛି। ଦେଶେ ଦେଶେ କଳତ୍ରାଣୀ ଦେଶେ ଦେଶେ ଚ ବାନ୍ଧବା, ଏବଂ ଦେଶ ଦେଶ ବୁଲିଲେ ଯୁଆଡ଼େ ଯିବେ ସେଠି ବନ୍ଧୁ ସୃଷ୍ଟି ହେବ। ମୁଁ ଆଜି ଆସିକି ମୋର ଭାଇ ଭାରପ୍ରାପ୍ତ ଅଧ୍ୟକ୍ଷ ଅଭୟଙ୍କୁ ବନ୍ଧୁ ଭାବରେ ପାଇବି। ପ୍ରକୃତରେ ମୋ ସାନ ଭାଇ ହେଉଛି ଅଭୟ। ମୋ ସାନ ଭାଇ ଅଭୟ ସେଠି ବସି ଆଜ୍ଞା, ତା ନାଁ ବି ଅଭୟ। ଦେଶେ ଦେଶେ କଳତ୍ରାଣୀ ଦେଶେ ଦେଶେ ଚ ବାନ୍ଧବା ତମ୍ ତୁ ଦେଶମୁ ନ ପଶ୍ୟାମି। ମୁଁ ଏଭଳି କୌଣସି ଦେଶ ଦେଖୁନାହିଁ ଯେଉଁଠି ଲକ୍ଷ୍ମଣ ଭଳି ଭାଇଟିଏ ମୋର ମିଳିବ, ଯେଉଁ ଲକ୍ଷ୍ମଣ ମୋର ସହୋଦର ଠାରୁ ବଳି ଯାଇଛି। କିନ୍ତୁ ପ୍ରକୃତରେ ରାମ ଲକ୍ଷ୍ମଣ ଉଭୟ ହେଉଛନ୍ତି ସହୋଦର। ଆପଣମାନଙ୍କ ମନରେ ପ୍ରଶ୍ନ ଆସିବ କେମିତି? ରାମ ତ ଜନ୍ମ ହୋଇଛନ୍ତି କୌଶଲ୍ୟାଙ୍କ ଗର୍ଭରୁ, ଲକ୍ଷ୍ମଣ ଜନ୍ମ ହୋଇଛନ୍ତି ସୁମିତ୍ରାଙ୍କ ଗର୍ଭରୁ, ତାହେଲେ ସେ କେମିତି ସହୋଦର ହେବେ? ମୋ ବାରାନ୍ତରେ ଆସିଛି। ଏ ଶ୍ଲୋକଟାକୁ ମୁଁ ଟିକେ ଓଲଟେଇକି କହିବି। ଦେଶେ ଦେଶେ କଳତ୍ରାଣୀ ଦେଶେ ଦେଶେ ଚ ବାନ୍ଧବା ତମ୍ ତୁ ଦେଶମୁ ନ ପଶ୍ୟାମି ଯତ୍ର ଉପେନ୍ଦ୍ର କବି ସମ୍ରାଟ। ମୁଁ ଏଭଳି କୌଣସି ଦେଶ ଦେଖୁନାହିଁ ଯେଉଁଠି କବି ସମ୍ରାଟ ପାଇବ। ମୁଁ ସମଗ୍ର ପୃଥିବୀ ଯାଇଛି, ବିଭିନ୍ନ ଜାଗାରେ। ଏବେ ଇଂରାଜୀ ବିଭାଗର ଛାତ୍ର, ଯଶୋର ଠାରୁ TSC ଯାକେ ସମସ୍ତଙ୍କୁ ଚାରିତ ଦର୍ପଣ କରିଛି। କିନ୍ତୁ ମୁଁ ପଢ଼ିଗଲି ଉପେନ୍ଦ୍ର ଭଞ୍ଜଙ୍କ ପ୍ରେମ। କାରଣ ଯେଉଁମାନେ ସବୁ ବିଖ୍ୟାତ ଇଂରାଜୀ ବିଭାଗର ଅଧ୍ୟାପକ ସେ ସବୁ ବଡ଼ ବଡ଼ ସାହିତ୍ୟିକ। ଏଇ କଲେଜର ଜଣେ ବିଖ୍ୟାତ ଇଂରାଜୀ ଅଧ୍ୟାପକ ଥିଲେ, ସେ ହେଉଛନ୍ତି ପ୍ରଫେସର ଚନ୍ଦ୍ରଶେଖର ଭଟ୍ଟ। ସେ ଭାଇସ୍ ପ୍ରିନ୍ସିପାଲ, ସେ ଜଣେ ବିଶିଷ୍ଟ ସାହିତ୍ୟିକ। ତେଣୁ ଆଉ ଜଣେ ଥିଲେ ବିଖ୍ୟାତ ପ୍ରଫେସର ଅଧ୍ୟକ୍ଷ ଥିଲେ ଗୁରୁପ୍ରସାଦ ମହାନ୍ତି, ଜଣେ 10 ବର୍ଷ ତଳେ ଛାତ୍ର। ଗୁରୁଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ମୋର ମିଳିଥିଲା। ତେଣୁ ଉପେନ୍ଦ୍ର ଭଞ୍ଜ ଭଳି ଜଣେ କବି ପାଇବା ଅତି ସହଜ। କବି ସମ୍ରାଟ, ସିଂହାସନେ ବସିଥିଲେ ସ୍ୱାଧୀନ ସମ୍ରାଟ, ମସ୍ତକେ ମଣ୍ଡିନ ପଡ଼ି ବୈଦୁର୍ଯ୍ୟ କିରୀଟ। ହେ ଉପେନ୍ଦ୍ର, ତମେ ଓଡ଼ିଆ ଜାତିର ଭାବର ସମ୍ରାଟ, ପ୍ରେମର ସମ୍ରାଟ, ଶବ୍ଦର ସମ୍ରାଟ, କୋଟି କୋଟି ଓଡ଼ିଆର ହୃଦୟର ସମ୍ରାଟ। ସେ ହେଉଛନ୍ତି ଉପେନ୍ଦ୍ର ଭଞ୍ଜ। ମୁଁ ଆଜି ଏ କଲେଜର ଅଧ୍ୟକ୍ଷା, ଭାରପ୍ରାପ୍ତ ଅଧ୍ୟକ୍ଷ ଏବଂ ଓଡ଼ିଆ ବିଭାଗର ମୁଖ୍ୟ ଯେ ଆମର ପାଢ଼ୀ ବାବୁ ଆଜି ସେ ଅନୁପସ୍ଥିତ, ଏବଂ ସର୍ବୋପରି ମୋ ସାନ ଭଉଣୀ ଶୁଭଶ୍ରୀ, ଏ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି। ଏଭଳି ଏକ ବିଷୟକୁ ସେମାନେ ଚୟନ କରିଛନ୍ତି। ବର୍ତ୍ତମାନ ସରକାରଙ୍କ ନାରା ହେଉଛି ଅସ୍ମିତା, ଓଡ଼ିଆ ଅସ୍ମିତା, ଏବଂ ଓଡ଼ିଆ ଅସ୍ମିତା ଭିତରେ ଉପେନ୍ଦ୍ର ଭଞ୍ଜ ଏ କ'ଣ? ଏବଂ ମୁଁ କାହିଁକି ଏ କଲେଜକୁ ଚୟନ କଲି? ଏଇଥିପାଇଁ ମୋର ମନେ ପଡ଼ୁଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କଳ୍ପନା ବିଳାସ କାବ୍ୟ ହେଉଛି ଲାବଣ୍ୟବତୀ। ଲାବଣ୍ୟବତୀରୁ ଗୋଟାଏ ପଦ, ଏ ମାନସର ହେଲେ ସିନା ମରାଳି ରସିବ, ମାନସର ହେଲେ ସିନା ମରାଳି ରସିବ, ବନନୀର ହେଲେ ସିନା ଚାତକୀ ତୋଷିବ, ଆଉ ମନ ମନେ ମିଶିବ, ଚକ୍ର ହେଲେ ଚକୁରର ତୃଷା ମେଣ୍ଟେଇବ। ତେଣୁ ଆପଣମାନେ ଯଦି ଚନ୍ଦ୍ର ହେବେ, ମୁଁ ହେବି ଚକ୍ର, ତାହେଲେ ମୁଁ ତୃଷା ମେଣ୍ଟିବ। ତୃଷା ମେଣ୍ଟିବନି ବୋଲି ସେଥିପାଇଁ ମିନେରାଲ ୱାଟର ପୁଣି ଘିରିକି ଆସିବି, କାଳେ ବେଶୀ ତୃଷା ହେଲେ ପାଣି ପିଇବି। ମୁଁ ସେଇଥିପାଇଁ ମୁଁ ଏଟାକୁ ଚୟନ କଲି। ୟାକୁ ଡିଟୋ ମାରିଛନ୍ତି ଅବିକଳ ଭାବେ। ଆଜି ଯାହାଙ୍କର ହେଉଛି ପୁଣ୍ୟତିଥି, ପୁଣ୍ୟ ଶ୍ରାଦ୍ଧୋତ୍ସବ, ସେ ହେଉଛନ୍ତି ସ୍ୱଭାବକବି ଗଙ୍ଗାଧର ମେହେର। ତାଙ୍କର ଆଜି ଶ୍ରାଦ୍ଧୋତ୍ସବ, ସିଏ ଡିଟୋ ମାଇଲେ ବନ୍ଧୁ। କେମିତି କହିଲେ ନା, ଆପଣମାନଙ୍କର ପ୍ରଥମ ପ୍ରକାଶିତ କାବ୍ୟ ସେଟା ହିନ୍ଦୁ ନବ। ତହିଁରେ ଚତୁରୀ ପରପନିର ମାନସର ଶିଲା ନାହିଁ, ଆଉ ମାନସର କେଳି ଲାଳସୀ ମୋରାଳି କାସାରେ ରସିବ କାନି। ଯିଏ ମାନସରୋବରରେ ପହଁରିବା କଥା, ତାକୁ ଯଦି କାସା ମାନେ ଛୋଟିଆ ପୁଷ୍କରିଣୀ ଭିତରେ ଛାଡ଼ିବେ, ତା ଅବସ୍ଥା କ'ଣ?
ତେଣୁ ସେଇଥିପାଇଁ ମୁଁ ଏଠାକୁ ଚଳାଯାଏ। ଓଡ଼ିଶା ମୁଁ ଯାଇଛି ଯେତେବେଳେ ୱାସିଂଟନ ଡିସିରେ କହୁଥିଲି ଉପେନ୍ଦ୍ର ଭଞ୍ଜ ଉପରେ, ମୋର ଭାଷଣଟା ଥିଲା ଇଂରାଜୀ ଏବଂ ଉପେନ୍ଦ୍ର ଭଞ୍ଜଙ୍କ ତାଙ୍କର ଯେଉଁ ବିଭିନ୍ନ ପ୍ରକାର କଳାକୃତି କାବ୍ୟ ତାକୁ ମୁଁ ଓଡ଼ିଆରେ ଯେତେବେଳେ ଗାଇକି ଇଂରାଜୀରେ ଆନୋଟେସନ୍ କରୁଥିଲି, ଯେଉଁମାନେ ଅଣ ଓଡ଼ିଆ ଥିଲେ ଏବଂ ସେଠାର ଆମେରିକାବାସୀ ଥିଲେ ସେମାନେ ତଟସ୍ଥ ପୁରାପୁରି ବିମୁଖ। ଓଡ଼ିଶା ପରିଚିତ କ'ଣ ପାଇଁ ସମଗ୍ର ବିଶ୍ୱରେ, ଓଡ଼ିଶାକୁ ଲୋକ କ'ଣ ପାଇଁ ମନେ ରଖିବେ? ମୁଁ ଆପଣମାନଙ୍କୁ ବଧେଇ ଜଣାଉଛି, ଆପଣମାନେ ରଖୁଛନ୍ତି ପ୍ରଭୁ ବଳିଆର ଜଗନ୍ନାଥଙ୍କ ପ୍ରତି। ଶ୍ରୀ ଶ୍ରୀ ଜଗନ୍ନାଥ ବିଶାଳ ଧର୍ମ, ଶ୍ରୀ ଶ୍ରୀ ଜଗନ୍ନାଥ ବିଶାଳ କୋଣାର୍କ ଗାତ୍ରୀଭୂତ କାରୁକର୍ମ, ସାହିତ୍ୟ ପୀଠେ ରେଖାହି କଳିଙ୍ଗ ଦୃଷ୍ଟି। ଏ ତିନିଟା ହେଉଛି କଳିଙ୍ଗର ଶ୍ରେଷ୍ଠ ବିଭବ। କୋଟି କୋଟି ଓଡ଼ିଆଙ୍କର ପ୍ରାଣର ଆରାଧ୍ୟ ଦେବତା ହେଉଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ, ଯାହାକୁ ପଣ୍ଡିତ ଗୋଦାବର୍ଷ ମିଶ୍ର ପ୍ରି ଇଣ୍ଡିପେଣ୍ଡେନ୍ସ ସ୍ୱାଧୀନତା ପୂର୍ବରୁ କହିଲେ, ଆମ ଘର ଏଇ ଓଡ଼ିଶା ରାଇଜେ ଫେରିକି ତହିଁରେ ରଜା, ଆଗୁରା 10 ଜଣେ ରାଇଜ ଚାଲେଲୋ କୋଟିଏ ହେବେ ପରଜା। ସେଥିରେ କୋଟିଏ ଥିଲେ, ବର୍ତ୍ତମାନ 3.5 କୋଟି ହେଇଗଲେ। ତେଣୁ କୋଟି କୋଟି ଓଡ଼ିଆଙ୍କର ପ୍ରାଣର ଆରାଧ୍ୟ ଦେବତା ହେଉଛନ୍ତି ଜଗତର ନାଥ ଜଗନ୍ନାଥ, ଯେ ବିଶ୍ୱ ଚକିତ ବିଶ୍ୱ ଚର୍ଚ୍ଚିତ। ଶ୍ରୀ ଶ୍ରୀ ଜଗନ୍ନାଥ